ପିଲାମାନେ ଆଜି ଦେଖିବା ଆମେ ସାମୁଦ୍ରିକ ପ୍ରଦୂଷଣ ତାର କାରଣ କ'ଣ ତାର ପ୍ରଭାବ କେମିତି ପଡୁଛି ଏବଂ ସାମୁଦ୍ରିକ ପ୍ରଦୂଷଣ ମାନେ ସମୁଦ୍ର ମେରାଇନ୍ ପଲ୍ୟୁସନ ଯାହାକୁ କହନ୍ତି ପିଲାମାନେ ମେରାଇନ୍ ପଲ୍ୟୁସନ ମାନେ ସମୁଦ୍ର କେମିତି ଧୀରେ 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 ସମୁଦ୍ର ବି ପ୍ରଦୂଷଣ ହେଉଛି ଏବଂ ଏହା ଗୋଟେ ଆତଙ୍କ ଖେଳି ଯାଇଛି ଜନମାନସରେ ପୃଥିବୀରେ। ତ ସାମୁଦ୍ରିକ ପରିସଂସ୍ଥା ଗୁଡ଼ିକ ଆମ ପୃଥିବୀରେ ଯେଉଁ ଅଛି ତ ପରିସଂସ୍ଥା ମାନଙ୍କ ମଧ୍ୟରେ ବୃହତ୍ତମ ପରିସଂସ୍ଥା ଅଟେ କୋଉଟା ନା ପୃଥିବୀ। ସେ ପୃଥିବୀର ସାମୁଦ୍ରିକ କାହିଁକିନା ସବୁଠାରୁ ଅଧିକ ସମୁଦ୍ର ଏବଂ ଶତକଡ଼ା 70% ସାମୁଦ୍ରିକ ଜଳ ଦ୍ୱାରା ଆଚ୍ଛାଦିତ। ପୃଥିବୀର ଶତକଡ଼ା 70% ଏ ଯେଉଁ ଶତକଡ଼ା 70% ଯଦି ସାମୁଦ୍ରିକ ଜଳ ରହିଛି ତେଣୁ ସେଇ ସାମୁଦ୍ରିକ ଜଳ ଯଦି ପିଲାମାନେ ପ୍ରଦୂଷଣ ହୁଏ ତାହେଲେ କ'ଣ ହବ ଜାଣିଛ? ଏ ଯେଉଁ ପୃଥିବୀକୁ ଆମେ ନୀଳଗ୍ରହ କହୁଛୁ କାହିଁକି ନା ସମୁଦ୍ର ଥିବାରୁ, କାହିଁକି? ତେଣୁ ଏଇ ଯେଉଁ ମହାସାଗର ଅଛି ସମୁଦ୍ର ଅଛି ଯଦିଓ ଲୁଣି ଜଳ କିନ୍ତୁ ସେ ଲୁଣି ଜଳ ଭିତରେ ମଧ୍ୟ ପରିସଂସ୍ଥା ବା ବହୁତ ଜୀବଜନ୍ତୁ ଉଦ୍ଭିଦ ସମସ୍ତେ ଅଛନ୍ତି। ତେଣୁ ଏ ସମୁଦ୍ର ପ୍ରଦୂଷଣ ହେବା ଦ୍ୱାରା ସେ ପରିସଂସ୍ଥା ଆତଙ୍କରେ ରହିଛି। ଜଳବାୟୁ ନିୟନ୍ତ୍ରଣ ମଧ୍ୟ ଅନିୟନ୍ତ୍ରଣ ହେଇଯାଇଛି। ପ୍ଲାଷ୍ଟିକ ଶିଳ୍ପ ବର୍ଜ୍ୟବସ୍ତୁ ସହରର ଆବର୍ଜନା ଭାରି ଧାତୁ ରାସାୟନିକ ସାର କୀଟନାଶକ ସମୁଦ୍ର ଗର୍ତ୍ତକୁ ପ୍ରବେଶ କରିକି ସମୁଦ୍ର ଆଜି ପ୍ରଦୂଷିତ। ଜଳ ଜୀବମାନେ ମଧ୍ୟ ମରିଗଲେଣି ଏବଂ ବହୁତ ଜଳଜୀବ ଏ ସଂସାରରେ ନାହାନ୍ତି ଏବଂ ସୁରକ୍ଷିତ ନୁହନ୍ତି। ସେମାନେ ଉଦ୍ଭିଦ ମାନେ ମଧ୍ୟ ସୁରକ୍ଷିତ ନୁହନ୍ତି। ତେଣୁ ସମୁଦ୍ର ଜଳର ମାନେ ଭୌତିକ ଏବଂ ଜୈବିକ ରାସାୟନିକ ଗୁଣର ଅବାଞ୍ଛିତ ପରିବର୍ତ୍ତନକୁ ସାମୁଦ୍ରିକ ପ୍ରଦୂଷଣ କୁହାଯାଏ। ତେଣୁ ଏ ସମୁଦ୍ର ପରିବର୍ତ୍ତନ ହେଇଯାଇଛି। ବର୍ତ୍ତମାନ ପ୍ରଦୂଷଣ ବା ପ୍ରଦୂଷଣ ଯୁକ୍ତ ବା ପ୍ରଦୂଷିତ ଏ ସମୁଦ୍ର ହେଇଯାଇଛି। କାରଣ କ'ଣ? କାରଣଟା ବିଶେଷ କରି 80% ମଣିଷର କାର୍ଯ୍ୟକଳାପ ଦ୍ୱାରା ଆମେମାନେ ଯେଉଁ କୃତ୍ରିମ ଜୀବନଯାପନ କରୁଛେ ଆଧୁନିକ ଜୀବନଯାପନ କରୁଛେ ସେ ଜୀବନଯାପନ ହିଁ 80% ନିର୍ଭର କରୁଛି। କାରଣ ଦାୟୀ ପ୍ରଥମତଃ ଶିଳ୍ପ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ। ସେ ବର୍ଜ୍ୟବସ୍ତୁକୁ ଆମେ ନିକଟସ୍ଥ ନଦୀକୁ ଛାଡ଼ି ଦେଉଛୁ ଏବଂ ନଦୀକୁ ଛାଡ଼ିଲେ ନଦୀ ସଂଯୋଜିତ ହେଉଛି କେଉଁଠି ନା ସମୁଦ୍ର ସହିତ। ତେଣୁ ସମୁଦ୍ରରେ ନଦୀ ଗୁଡ଼ିକ ମିଶିଥାନ୍ତି ଏବଂ ସବୁ ବର୍ଜ୍ୟବସ୍ତୁକୁ ସମୁଦ୍ରକୁ ପ୍ରବେଶ କରିଥାଏ। ତ ସମୁଦ୍ର ପ୍ରଦୂଷିତ ହୁଏ। କୃଷି କାର୍ଯ୍ୟ କୃଷି ଉତ୍ପାଦନର ବୃଦ୍ଧି କରିବା ପାଇଁ ଆମେ କ'ଣ କରୁଛୁ? ଚାଷ ଜମିରେ ବିଭିନ୍ନ ପ୍ରକାର ରାସାୟନିକ ସାର ବ୍ୟବହାର କରୁଛୁ ଏବଂ କବକ କୀଟପତଙ୍ଗ ଯେଉଁମାନେ କି ଆମକୁ ରକ୍ଷା କରନ୍ତି ମାଟିକୁ ରକ୍ଷା କରନ୍ତି ଚାଷରେ ରକ୍ଷା କରନ୍ତି ସେମାନେ ସବୁ ମରିଯାଉଛନ୍ତି। ତ କୀଟନାଶକ ଯଥା DDT BHC ଗ୍ୟାମାକ୍ସିନ୍ ଆଲ୍ଡ୍ରିନ୍ ଇତ୍ୟାଦି ବ୍ୟବହାର କରିଥାଉ ଯାହାଦ୍ୱାରା କୃଷି କ୍ଷେତ୍ର ପ୍ରଦୂଷିତ ହୋଇଥାଏ। ମାଟି ପ୍ରଦୂଷଣ ହୁଏ ଏବଂ ଯେତେବେଳେ ବର୍ଷା ହୁଏ ମାଟିରୁ କ'ଣ ହୁଏ ନା ପାଣି ଧୋଇ ଯାଇ ସେ କୀଟନାଶକ ଔଷଧ ଏବଂ ସାର ସେଗୁଡ଼ିକ ଧୋଇ ଯାଇକରି କେଉଁଠିକି ଯାଏ? ନଦୀକୁ ଯାଏ ଏବଂ ନଦୀ ଜଳାଶ୍ରୟ ନଦୀ ପୁଷ୍କରଣୀ ଇତ୍ୟାଦି ଜଳାଶୟରେ ମିଶେ ଏବଂ ଏଇ ଯେଉଁ ଜଳାଶ୍ରୟ ମିଶେ କିନ୍ତୁ ନଦୀର ପାଣି ସବୁ କ'ଣ ହୁଏ? ସମୁଦ୍ରକୁ ଯାଏ, ସମୁଦ୍ର ପ୍ରଦୂଷଣ ହୁଏ। ତାପରେ ଦେଖିବା ସହର ବର୍ଜ୍ୟବସ୍ତୁ ନିଷ୍କାସନ। ସହରର ଯେଉଁ ବର୍ଜ୍ୟବସ୍ତୁ ଅଳିଆ ଆବର୍ଜନା ଜୈବିକ ବର୍ଜ୍ୟବସ୍ତୁ ନାଳ ନର୍ଦ୍ଦମାକୁ ଫିଙ୍ଗିଥାଉ ଏବଂ ଗାଧୋଇବା ଦ୍ୱାରା ମୂଳମୂତ୍ର ତ୍ୟାଗ କରିବା ଦ୍ୱାରା ଲୁଗା ସଫା କରିବା ଦ୍ୱାରା ଏଗୁଡ଼ିକ ସବୁ କ'ଣ ହେଉଛି? ଏଗୁଡ଼ିକ ସବୁ ନଦୀ ନାଳକୁ ଯାଉଛି। ଆଉ ନଦୀ ନାଳ ମାନେ କ'ଣ? ସେଗୁଡ଼ିକ କନେକ୍ଟେଡ୍ ଅଛନ୍ତି। କାହା ସହିତ ସଂଯୋଗ ଅଛନ୍ତି? ନା ସମୁଦ୍ର ସହିତ। ସମୁଦ୍ର ମଧ୍ୟକୁ ପ୍ରବେଶ କରେ ତେଣୁ ପ୍ରଦୂଷିତ ହୁଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ଆଜି ସମାଜ ପଲିଥିନ୍ ବ୍ୟବହାର କରୁଛି ପ୍ଲାଷ୍ଟିକ ବ୍ୟବହାର କରୁଛି ଯେଉଁଆଡ଼େ ଯିବ ପ୍ଲାଷ୍ଟିକ। ତ ପ୍ଲାଷ୍ଟିକ ଅଣୁଜୀବ ମାନଙ୍କ ଦ୍ୱାରା ବିଘଟିତ ହୋଇପାରୁନାହିଁ। ସେଗୁଡ଼ିକ ଖାଦ୍ୟ ସହ ମିଶି ସାମୁଦ୍ରିକ ପ୍ରାଣୀମାନଙ୍କ ଶରୀରକୁ ପ୍ରବେଶ କରୁଛି। ଏହାଦ୍ୱାରା ସେମାନେ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଲ କଣ୍ଟେନର ଲିକ୍ ହେବା। ତେଲ କଣ୍ଟେନର ତୈଳ ବିଶୋଧନାଗାର କେଉଁଠି? ସମୁଦ୍ରରେ ରହିଥାଏ। ତ ତୈଳ ବିଶୋଧନାଗାରରୁ ନିର୍ଗତ ଅବାଞ୍ଛିତ ପଦାର୍ଥ ନିକଟସ୍ଥ ଜଳାଶୟକୁ ସଂକ୍ରମିତ କରିଥାଏ। ତୈଳ ବିଶୋଧନାଗାର ଯେଉଁଠି ବି ରହୁ ସମୁଦ୍ର କୂଳରେ ରହୁ କିମ୍ବା କେଉଁଠି ବି ରହୁ ତାର ଅବାଞ୍ଛିତ ପଦାର୍ଥ ଗୁଡ଼ିକ ସମୁଦ୍ରକୁ କ'ଣ କରାଯାଇଥାଏ?
ମାନେ କନେକ୍ଟ ସଂଯୋଗ କରାଯାଇଥାଏ। ତ ଜଳ ଜାହାଜରୁ ନିର୍ଗତ ବର୍ଜ୍ୟବସ୍ତୁ ତେଲ ଟ୍ୟାଙ୍କ ଲିକ୍ ହେବା ଦ୍ୱାରା ଏଥିରୁ ନିର୍ଗତ ତେଲ ଦ୍ୱାରା ସମୁଦ୍ର ପ୍ରାଣୀ ପ୍ରଦୂଷିତ ହେଉଛି ଏବଂ ତେଲ ଜଳ ଉପରେ କ'ଣ କରିବ ଭାସିବ ଏକ ପତଳା ଅସ୍ତରଣ ସୃଷ୍ଟି କରିଥାଏ। ତ ବାୟୁମଣ୍ଡଳୀୟ ଅମ୍ଳଜାନ ଜଳରେ ମିଶି ପାରିନଥାଏ। ଜଳରେ ଦ୍ରବୀଭୂତ ଅମ୍ଳଜାନର ଅଭାବ ଯୋଗୁଁ ଜଳଚର ଜୀବମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି, ବିପଦ ସୃଷ୍ଟି ହେଉଛି। ତାପରେ ଦେଖିବା ଖଣିଜ ପଦାର୍ଥ ଉତ୍ତୋଳନ। ଯଦି ଖଣିଜ ପଦାର୍ଥ ଯେମିତିକି ସୁନା, ରୂପା, ତମ୍ବା, କୋବଲାଟ ଆଦି ଖଣିଜ ପଦାର୍ଥ ପାଇବା ପାଇଁ ଖଣି ଖନନ ସମୟରେ ଗଭୀର ସମୁଦ୍ର ଗର୍ଭରେ ବହୁ ପରିମାଣର କ୍ଷତିକାରକ ସଲଫାଇଡ୍ ଜମା ହୋଇଥାଏ, କାହିଁକି? ଆଉ ସେ ସଲଫାଇଡ୍ କ'ଣ କରେ ନା ସମୁଦ୍ର ମଧ୍ୟରେ ଥିବା ଜଳଚର ଜୀବ ଉଦ୍ଭିଦମାନଙ୍କୁ କ୍ଷତି କରିଥାଏ। ଆଣବିକ ଅସ୍ତ୍ର ପରୀକ୍ଷା ସବୁ ତ ସମୁଦ୍ରରେ ହେଉଛି ନା। ଆଣବିକ ଅସ୍ତ୍ର ପରୀକ୍ଷା ସମୁଦ୍ର ବିରାଟ, ତେଣୁ ଯେତେ ପରୀକ୍ଷା କରିବ ଆଣବିକ ଅସ୍ତ୍ର। ଆଉ ଆଣବିକ ଅସ୍ତ୍ର ପରୀକ୍ଷା ଦ୍ୱାରା କ'ଣ ହେଉଛି ଲକ୍ଷ୍ୟସ୍ଥଳ ସମୁଦ୍ର ଗର୍ଭରେ ସ୍ଥିର କରାଯାଇଥାଏ, ଫଳରେ ଅନେକ ରେଡ଼ିଓ ଆକ୍ଟିଭ୍ ବିକିରଣ ପଦାର୍ଥ ସମୁଦ୍ର ପ୍ରବେଶ କରିଥାଏ। ପବନ ଦ୍ୱାରା ପ୍ରଦୂଷଣ। ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ, ପାଣି ବୋତଲ, ପଲିଥିନ୍ ବ୍ୟାଗ୍, ଖାଦ୍ୟ ପଦାର୍ଥର ପ୍ୟାକେଜିଂ, ବିଭିନ୍ନ କଠିନ ବର୍ଜ୍ୟବସ୍ତୁ ଦାୟିତ୍ୱହୀନ ଭାବେ ସମୁଦ୍ର ବେଳାଭୂମିରେ ଫିଙ୍ଗି ଦେଇଥାଉ। ଆଉ ସମୁଦ୍ରକୁ ନଦୀ ଯୋଗେ ମଧ୍ୟ ଯାଇଥାଏ ଏବଂ ଏଗୁଡ଼ିକ ଆମେ ବଣଭୋଜି ବି କରୁ, ପିକନିକ୍ କରୁ, ବଣଭୋଜି କରୁ, ସମୁଦ୍ର ବେଳାରେ ସବୁ ଥୋଇ ଦେଇକି ଆସୁ। ତେଣୁ ସେଗୁଡ଼ିକ ସମୁଦ୍ରରେ ମିଶି ପବନ ଦ୍ୱାରା ସମୁଦ୍ରରେ ମିଶିଥାଏ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ସଡ଼କ ରାଜ୍ୟପଥରୁ ବର୍ଜ୍ୟବସ୍ତୁ ଉଡ଼ି ସମୁଦ୍ରରେ ମିଶିଥାଏ। ତାପରେ ଅଛି ଉପକୂଳ ପର୍ଯ୍ୟଟନ କ୍ଷେତ୍ର। ଉପକୂଳ ପର୍ଯ୍ୟଟନ କ୍ଷେତ୍ର ମୁଁ ତୁମକୁ କହୁଥିଲି, ଏ ଯେଉଁ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି ହେଇଛି ସେଥିରେ ଲୋକମାନେ ଯାଉଛନ୍ତି, ବିଭିନ୍ନ ପ୍ରକାର ମଣିଷମାନେ ହିଁ ତ ସବୁ ପ୍ରଦୂଷଣ କରୁଛନ୍ତି ରେ। ସମୁଦ୍ର କୂଳରେ ଅନେକ ହୋଟେଲ ନିର୍ମାଣ ହେଇଛି। ପୁରୀରେ ଦେଖିଥିବ ସମୁଦ୍ର କୂଳରେ ହିଁ ହୋଟେଲ, ଆଉ ବର୍ଜ୍ୟବସ୍ତୁ ସବୁ ସମୁଦ୍ରକୁ ଫିଙ୍ଗା ଯାଉଛି। ସମୁଦ୍ର କେତେ ଅସନ୍ତୁଳିତ, କେତେ ମାନେ ବର୍ଜ୍ୟବସ୍ତୁ ଫିଙ୍ଗା ହେଇଛି ପୁରୀରେ ଦେଖିବ। ବନ୍ଦର ନିର୍ମାଣ ହେବା ଦ୍ୱାରା ବନ୍ଦର କାର୍ଯ୍ୟରେ ଲାଗୁଥିବା ଜାହାଜ, ଅନ୍ୟାନ୍ୟ ବନ୍ଦର କାର୍ଯ୍ୟକଳାପରୁ ପୋର୍ଟ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶୁଥାଉଛି, ଆଉ ବନ୍ଦରରେ ଚାଲୁଥିବା ଜାହାଜ ଗୁଡ଼ିକର ବର୍ଜ୍ୟ ଜଳ ସମୁଦ୍ରକୁ ଛାଡ଼ି ଦିଆଯାଉଛି। ତେଣୁ ଅଧିକାଂଶ ସମୟରେ ଏହି ବର୍ଜ୍ୟ ଜଳ ତେଲ ଦ୍ୱାରା ଦୂଷିତ ହୋଇଥାଏ। ସହରୀକରଣର ଦ୍ରୁତ ବିକାଶ। ସହର ତ ବଢ଼ି ବଢ଼ି ଚାଲିଛି ପିଲାମାନେ, ବିଲ୍ଡିଂ ବଢ଼ି ବଢ଼ି ଚାଲିଛି, ରାସ୍ତା ବଢ଼ି ବଢ଼ି ଚାଲିଛି। ଏଗୁଡ଼ିକ ତିଆରି ହେବା ଦ୍ୱାରା ସହରୀକରଣ ଦ୍ୱାରା ଅର୍ଥନୈତିକ ବିକାଶ ଦ୍ୱାରା କ'ଣ ହେଉଛି ନା ବର୍ଜ୍ୟବସ୍ତୁ ବଢ଼ି ବଢ଼ି ଚାଲିଛି, ସମୁଦ୍ରକୁ ନିଷ୍କାସିତ କରାଯାଉଛି। ସମୁଦ୍ର ଜଳର ପ୍ରଦୂଷଣର ପ୍ରଭାବ କ'ଣ ହେଉଛି ନା ଆମେ କ'ଣ ଦେଖୁଛୁ ନା ବର୍ଜ୍ୟବସ୍ତୁ, ରାସାୟନିକ ପଦାର୍ଥ, କୀଟନାଶକ ଔଷଧ, ଅଶୋଧିତ ତେଲ, ପ୍ଲାଷ୍ଟିକ, ଭାରୀ ଧାତୁ ଇତ୍ୟାଦି କ'ଣ ନା ନଦୀ ଯୋଗେ, ପବନ ଯୋଗେ, ଏମିତି ଫିଙ୍ଗିବା ଯୋଗେ ସମୁଦ୍ର ଜଳରେ ପ୍ରବେଶ କରୁଛି। ତେଣୁ ସାମୁଦ୍ରିକ ଜୀବମାନେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେଉଛନ୍ତି। ଆମର ଜୀବମାନେ, ମଣିଷମାନେ କର୍କଟ ରୋଗ, ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେଇ ପଡ଼ୁଛନ୍ତି, ଅଧିକାଂଶ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଜୀବମାନେ। ତେଣୁ କ'ଣ ଦେଖିବା ପ୍ରଭାବ? ସମୁଦ୍ର ଜଳରେ କଣ୍ଟେନରରୁ ତେଲ ଲିକ୍ ଯେତେବେଳେ ହେଉଛି, ସାମୁଦ୍ରିକ ପକ୍ଷୀମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଅଶୋଧିତ ତେଲ ସାମୁଦ୍ରିକ ପକ୍ଷୀମାନଙ୍କ ପରରେ ଲାଗି ସେମାନେ ଠିକ୍ ଭାବେ ଉଡ଼ି ପାରୁନାହାନ୍ତି। ତେଣୁ ଉଡ଼ିବା ବାଧାପ୍ରାପ୍ତ ହେବାରୁ ସେମାନେ ନିଜର ଖାଦ୍ୟ ସଂଗ୍ରହ କରିପାରୁନାହାନ୍ତି। ଯେମିତିକି ମାଛ, ଡଲଫିନ୍ ହଉ, ତିମି ହଉ, କଇଁଛ ହଉ, ଏଗୁଡ଼ିକ କ'ଣ ଏଇ ପ୍ରାଣୀମାନେ ବାଷ୍ପୀଭୂତ ତେଲକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଦ୍ୱାରା ଏମ୍ଫାଇସେମା, ନିମୋନିଆ ଆଦି ରୋଗରେ ପୀଡ଼ିତ ହେଉଛନ୍ତି। ଶ୍ୱାସକ୍ରିୟା ପ୍ରଣାଳୀ, ପ୍ରତିରକ୍ଷା ପ୍ରଣାଳୀ, ପ୍ରଜନନ ପ୍ରଣାଳୀ କ୍ଷତିଗ୍ରସ୍ତ ହେଉଛି। ତାପରେ ଦେଖିବା ସାମୁଦ୍ରିକ ପ୍ରାଣୀମାନେ ଅଶୋଧିତ ତେଲ, ପ୍ଲାଷ୍ଟିକ, ଅନ୍ୟାନ୍ୟ ବିଷାକ୍ତ ବର୍ଜ୍ୟବସ୍ତୁ ଖାଦ୍ୟ ସହ ଗ୍ରହଣ କରିବା ଦ୍ୱାରା ଖାଦ୍ୟ ପ୍ରଣାଳୀରେ ଅଲ୍ସର ହେଉଛି, ରକ୍ତସ୍ରାବ, ଡାଇରିଆ ଇତ୍ୟାଦି ଜଟିଳତା ଦେଖାଯାଉଛି। କଣ୍ଟେନରରୁ ଯେଉଁ ଲିକ୍ ହେଉଛି ତେଲ ସମୁଦ୍ର ପାଣିରେ ଏକ ପ୍ରକାର ଅସ୍ତରଣ ସୃଷ୍ଟି କରୁଛି, ଯାହାଫଳରେ କି ସାମୁଦ୍ରିକ ଉଦ୍ଭିଦର ଆଲୋକ ସଂଶ୍ଳେଷ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି, ଅକ୍ସିଜେନ୍ ଯାଉନାହିଁ ଭିତରକୁ। କଣ୍ଟେନରରୁ ଲିକ୍ ହୋଇଥିବା ତେଲ ଚର୍ମ ଦ୍ୱାରା ଶୋଷିତ ହୋଇ ଶରୀର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ସାମୁଦ୍ରିକ ପ୍ରାଣୀମାନଙ୍କର ଯକୃତ, ବୃକ କ୍ଷତିଗ୍ରସ୍ତ ହେଉଛି। ଅଶୋଧିତ ତେଲ କୋରାଲ ଏବଂ ସଂସ୍ପର୍ଶରେ ଆସିବା ପରେ
ସେମାନଙ୍କର ପ୍ରଜନନ ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି କରୁଛି। ସମଗ୍ର କୋରାଲ ରିଫ୍ ପରିସଂସ୍ଥା କ୍ଷତିଗ୍ରସ୍ତ ହେବା ସହ କୋରାଲ ରିଫ୍ର ଆଖପାଖରେ ବାସ କରୁଥିବା ମାଛ, କଙ୍କଡ଼ା, ଅନ୍ୟ ପ୍ରାଣୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। DDT, ଭାରୀ ଧାତୁ, ବିଭିନ୍ନ ଜୈବିକ ପଦାର୍ଥ ପ୍ରଦୂଷକ ପକ୍ଷୀମାନଙ୍କର ଅଣ୍ଡାର ଖୋଳପାକୁ ପତଳା କରି କ୍ଷତି ପହଞ୍ଚାଉଛନ୍ତି। କୀଟନାଶକ ଭାବେ ବ୍ୟବହୃତ ରାସାୟନିକ ପଦାର୍ଥ ଜୀବମାନଙ୍କର ଚର୍ବିରେ ଜମା ହେବା ଦ୍ୱାରା ସେମାନଙ୍କର ପ୍ରଜନନ ପ୍ରଣାଳୀକୁ କ୍ଷତି ପହଞ୍ଚାଉଛି। ହାଇଡ୍ରୋକାର୍ବନ, ବେଞ୍ଜୋପାଇରାନ୍ ପରି ପ୍ରଦୂଷକ ଖାଦ୍ୟ ଶୃଙ୍ଖଳ ଦେହରେ ଦେଇ ଶେଷରେ ମଣିଷ ଦେହରେ ପ୍ରବେଶ କରୁଛି, କର୍କଟ ରୋଗ ହେଉଛି। ଆମେ ବି ସମୁଦ୍ରର ମାଛ ଖାଉଛୁ, ସମୁଦ୍ର କଙ୍କଡ଼ା ଖାଉଛୁ, ସାମୁଦ୍ରିକ ଜୀବ ଖାଉଛୁ, ଉଦ୍ଭିଦ ଖାଉଛୁ। ତେଣୁ ଏଇ ସବୁ କ'ଣ ନା ସେମାନଙ୍କ ଥ୍ରୋରେ ଆମ ପାଖକୁ ଆସୁଛି। ସମୁଦ୍ର ଜଳର ତେଲର ଆବରଣକୁ ଅତିକ୍ରମ କରି ସୂର୍ଯ୍ୟ କିରଣ ଜଳଜ ଉଦ୍ଭିଦମାନଙ୍କ ନିକଟରେ ପହଞ୍ଚି ପାରୁନଥିବାରୁ ସାମୁଦ୍ରିକ ଉଦ୍ଭିଦର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। କେତେ ସୁନ୍ଦର ସୁନ୍ଦର କବିତା ମଧ୍ୟ ଦେଖ। ସହଜ ସୁନ୍ଦର ସିନା ପଲିଥିନ୍ ବ୍ୟାଗ, ସାଥିରେ ସେ ଧରିଥାଏ ପ୍ରଦୂଷଣ ତ୍ୟାଗ। ବର୍ଷ ବର୍ଷ ଧରି ହୁଏ ନାହିଁ ବିଘଟିତ, ସମଗ୍ର ଜୀବଜଗତ ଅଟେ ଆତଙ୍କିତ। ପିଲାମାନେ ଜାଗିଯାଅ, ନାଇଁ ଜାଗିଯାଅ। ପ୍ଲାଷ୍ଟିକରୁ ବ୍ୟବହାର ବଢ଼ୁଛି ଯେପରି ଆଜି, ପୃଥିବୀରୁ ମଣିଷଟା ଜୀବରେ ଦିନେ ହଜି। ନାଇଁ ମଣିଷଟା ଆତଙ୍କିତ ହେଉଛି, ଜୀବ ଉଦ୍ଭିଦ ସମସ୍ତେ। ଯେତେ ପ୍ରଦୂଷଣ ହେବ ମଣିଷ ଆତଙ୍କିତ ହେବ, ମଣିଷ ମରିଯିବରେ। ତେଣୁ ପଲିଥିନ୍ ବ୍ୟାଗ ବହୁତ କ୍ଷତିକାରକ କରୁଛି। ସେଇଥିପାଇଁ ଯାହା ବି ପଲିଥିନ୍ ବ୍ୟାଗ ପରିବାରରୁ ଆଣୁଛ କିମ୍ବା କୌଣସି ଜିନିଷପତ୍ର ଆଣୁଛ ତାକୁ ରିୟୁଜ୍ କର, ବାରମ୍ବାର ରିୟୁଜ୍ କର, ତାକୁ ଫୋପାଡ଼ି ଦିଅନି। ରିୟୁଜ୍ କଲା ପରେ ଯେତେବେଳେ ପଲିଥିନ୍ ବ୍ୟାଗ ଗୁଡ଼ିକ ରହିଯାଉଛି ତାକୁ ବି ଫୋପାଡ଼ି ଦିଅ ନାହିଁ, ତାକୁ ରଖ ଏବଂ ତାକୁ ପଲିଥିନ୍ ବ୍ୟାଗ ଯେଉଁମାନେ ଆସୁଛନ୍ତି ରିସାଇକେଲ୍ ପାଇଁ ଦେଇଦିଅ। ସମୁଦ୍ର ପ୍ରଦୂଷଣର ସମାଧାନ କ'ଣ ହେଇପାରିବ ନା ଶିଳ୍ପ ସଂସ୍ଥା ଗୁଡ଼ିକ, ମେନଲି ଶିଳ୍ପ ସଂସ୍ଥା ଗୁଡ଼ିକ ଆଧୁନିକ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ବ୍ୟବହାର କରିବା ଉଚିତ ଏବଂ ସେମାନେ କଳକାରଖାନା ନିର୍ଗତ ବର୍ଜ୍ୟବସ୍ତୁ ଗୁଡ଼ିକୁ ସିଧାସଳଖ ଜଳାଶୟକୁ ଛଡ଼ା ନଯାଇ ବିଭିନ୍ନ ଭୌତିକ, ରାସାୟନିକ, ଜୈବିକ ପଦ୍ଧତିରେ ଉପଚାର କରି ପ୍ରଦୂଷକର ମାତ୍ରା ହ୍ରାସ କରିବା ଉଚିତ। ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟାଗ ବା ପଲିଥିନ୍ ବ୍ୟାଗ ବ୍ୟବହାର ନକରି ବାରମ୍ବାର ବ୍ୟବହାର ହୋଇପାରୁଥିବା ବ୍ୟାଗ ବ୍ୟବହାର କରିବା ଉଚିତ। ଉଦାହରଣ ସ୍ୱରୂପ ଆମେ ତେଜରାତି, ସଉଦା, ପନିପରିବା ଇତ୍ୟାଦି ପଲିଥିନ୍ ବ୍ୟାଗରେ ନ ଆଣି ଘରୁ ନେଇଥିବା କପଡ଼ା ବ୍ୟାଗକୁ ବ୍ୟବହାର କରିବା ଉଚିତ। ବହୁତ ବଢ଼ିଆ କଥା। ତାପରେ ଆଣବିକ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଲାଗିବା ଉଚିତ। ମ୍ୟୁନିସିପାଲିଟି ଶିଳ୍ପ ବର୍ଜ୍ୟବସ୍ତୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ବିଶୁଦ୍ଧିକରଣ କରିବା ଉଚିତ। ପ୍ଲାଷ୍ଟିକ କପ୍, ମଗ, ପ୍ଲେଟ୍ ଇତ୍ୟାଦି ବ୍ୟବହାର ନକରି ଷ୍ଟିଲ୍ କିମ୍ବା ଚୀନା ମାଟିରେ ପ୍ରସ୍ତୁତ ହୋଇଥିବା ଉପକରଣ ବ୍ୟବହାର କରିବା ଉଚିତ। ଉପକୂଳବର୍ତ୍ତୀ ଅଞ୍ଚଳରେ ମୃତ୍ତିକା କ୍ଷୟକୁ ରୋକିବା ପଦକ୍ଷେପ ନେବା ଉଚିତ। ତାପରେ ଦେଖିବା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସହରର ଅଭିବୃଦ୍ଧି ନିୟନ୍ତ୍ରିତ ହେବା ଉଚିତ। ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ସମୁଦ୍ର ବେଳାଭୂମି ସର୍ବଦା ପରିଷ୍କାର ରହିବା ଉଚିତ। ମନୋରଞ୍ଜନ, ପିକନିକ, ବଣଭୋଜି ନାହିଁ। ରାସାୟନିକ ସାର, କୀଟନାଶକର ବ୍ୟବହାର ହ୍ରାସ କରିବା ଉଚିତ। ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମନ ଇଚ୍ଛା ଫୋପାଡ଼ି ନ ଦେଇ ତାର ରିସାଇକେଲ କରିବା ଦରକାର। ପ୍ଲାଷ୍ଟିକର କୁପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା, ସ୍କୁଲ, କଲେଜ ଇତ୍ୟାଦି ଅନୁଷ୍ଠାନମାନଙ୍କୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ଉଚିତ। ବିଭିନ୍ନ ଗଣମାଧ୍ୟମ, ବିଭିନ୍ନ ସରକାରୀ ବେସରକାରୀ ସଂଗଠନ ଜନସଚେତନତା କରିବା ଉଚିତ। ତେଲ ଦ୍ୱାରା ସମୁଦ୍ର ଜଳ ପ୍ରଦୂଷିତ ହେଲେ ବିଭିନ୍ନ ପ୍ରକାର ଯଥା ସକ୍ସନ୍ ଆଉ ଆବସର୍ପସନ୍ ଆଉ ଡିସ୍ପର୍ସନ୍ ଆଉ କୋଆଗୁଲେସନ୍ ପ୍ରକ୍ରିୟାରେ ଜଳରୁ ବାହାର କରିବା ଉଚିତ। ଜୁନ୍ ମାସ 8 ତାରିଖକୁ ବିଶ୍ୱ ସମୁଦ୍ର ଦିବସ, ୱାର୍ଲଡ ଓସେନ୍ ଡେ ବୋଲି ପାଳନ କରାଯାଇଛି। ତେଣୁ ସମୁଦ୍ରକୁ ଆମେ ରକ୍ଷା କରିବା ଏବଂ ଆମେ ଖୁସିରେ ରହିବା, ନାଇଁ ତେଣୁ ପ୍ରଦୂଷଣକୁ କମ୍ କରିବା। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି ପିଲାମାନେ, ସମସ୍ତଙ୍କୁ ସେୟାର କରିବ। ତୁମର 100 ମାର୍କର ପ୍ରଶ୍ନ ଆସୁଛି, ତେଣୁ ମନ ଦେଇକି ପଢ଼ିବ। ରହିଲି। ବନ୍ଦେ ଉତ୍କଳ ଜନନୀ।